ମାଲକାନଗିରି ଜିଲ୍ଲାର MV79 ଗ୍ରାମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ନୂତନ 108 ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଛି। ଏହି ନୂତନ ଆମ୍ବୁଲାନ୍ସ ପହଞ୍ଚିବା ସହିତ ଦୂରଗାମୀ ଅଞ୍ଚଳର ଆପାତକାଳୀନ ସ୍ୱାସ୍ଥ୍ୟ ସେବାର ନୂଆ ଗତି ଆସିବ ବୋଲି ଆଶା କରାଯାଉଛି। ପୂର୍ବରୁ ଏ କେନ୍ଦ୍ରରେ ଚାଲୁଥିବା ଆମ୍ବୁଲାନ୍ସଟି ଦୀର୍ଘଦିନ ଧରି ପୁରୁଣା ଓ ବିକଳ ଅବସ୍ଥାରେ ଥିବାରୁ ଆପାତକାଳୀନ ରୋଗୀଙ୍କୁ ସମୟ ମତେ ହସ୍ପିଟାଲରେ ପହଞ୍ଚିବାରେ ବାଧା ସୃଷ୍ଟି ହେଉଥିଲା। ଏବେ ନୂତନ ଆମ୍ବୁଲାନ୍ସ ଆଗମନ ସହିତ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ପୂଜା ଅର୍ଚ୍ଚନା ପରେ ଏହାକୁ ରୋଗୀ ସେବା ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଛି। ଏହି ନୂତନ 108 ଆମ୍ବୁଲାନ୍ସରେ ଏମର୍ଜେନ୍ସି ମେଡିକାଲ ଟେକ୍ନିସିଆନ ଭାବେ ଇନ୍ଦ୍ରଜିତ ସରକାର ଓ ଅମରେଶ ମଣ୍ଡଳ, ପାଇଲଟ ଭାବେ କାନାଇ ବାଙ୍ଗଲ ଓ ରାହୁଲ ବାଛର ଏବଂ ହେଲ୍ପର ଭାବେ ଅଶ୍ୱିନୀ ବାଙ୍ଗଲ ଓ ତୁଷାର ସର୍ଦ୍ଦାର କାର୍ଯ୍ୟରତ ରହିବେ। ସମସ୍ତେ ଦୀର୍ଘ ବର୍ଷର ଅଭିଜ୍ଞତା ସହିତ ଆମ୍ବୁଲାନ୍ସ ସେବାରେ ଜଡ଼ିତ ରହିଛନ୍ତି ଏବଂ ଅଞ୍ଚଳରେ ନିରନ୍ତର ଆପାତକାଳୀନ ସେବା ପ୍ରଦାନ କରିବାରେ ପ୍ରତିବଦ୍ଧ। MV79 PSCର ଚିକିତ୍ସକ ଡାକ୍ତର ପ୍ରସଞ୍ଜିତ ରାୟ କହିଛନ୍ତି, ନୂତନ ଆମ୍ବୁଲାନ୍ସ ଯୋଗଦାନ ସହିତ ଆପାତକାଳୀନ ସ୍ୱାସ୍ଥ୍ୟ ସେବା ଅଧିକ ଦୃଢ଼ ଓ କାର୍ଯ୍ୟକ୍ଷମ ହେବ। ଦୂରଦୂରାନ୍ତ ଅଞ୍ଚଳର ରୋଗୀଙ୍କୁ ସମୟ ମତେ ହସ୍ପିଟାଲରେ ପହଞ୍ଚାଇବାରେ ଏହା ଏକ ବରଦାନ ସାବ୍ୟସ୍ତ ହେବ। ନୂତନ ସେବାର ଆରମ୍ଭ ସହିତ MV79 ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ସ୍ୱାସ୍ଥ୍ୟାବସ୍ଥାରେ ନୂତନ ଉନ୍ନତିର ଆଶା ଜାଗ୍ରତ ହୋଇଛି। ଏହା ସରକାରୀ ସ୍ୱାସ୍ଥ୍ୟ ଯୋଜନାର ଏକ ଉଦାହରଣ ଭାବେ ପରିଗଣିତ ହେବ। ମାଲକାନଗିରିରୁ ରାଜେଶ କୁମାର ଓଝାଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ।